2026 ତୁଳା ରାଶିଙ୍କ ପାଇଁ କେମିତି ଯିବାର ଅଛି ଚାଲନ୍ତୁ ଏ ଭିଡ଼ିଓରେ ଆମେ କଥା ହେବାକୁ ଯାଉଛେ। ଭିଡ଼ିଓର ଏଣ୍ଡରେ ମୁଁ ଆପଣଙ୍କୁ ଚାରୋଟି ଇମ୍ପୋର୍ଟାଣ୍ଟ ଜିନିଷ କହିବାକୁ ଯାଉଛି ଯେ ଏ ବର୍ଷ ତୁଳା ରାଶି ବାଲାଙ୍କ ସେମାନଙ୍କର ଫୋକସ୍ କୋଉଠି ରହିବାକୁ ଯାଉଛି, ତାଙ୍କର କୋଉଠି ଗ୍ରୋଥ ଲୁଚିକି ରହିଛି, ତାଙ୍କୁ କୋଉ ଜିନିଷରୁ ଡିଟାଚ୍ ହେବାକୁ ପଡ଼ିବ ଆଉ ତାଙ୍କୁ କୋଉ ଜିନିଷରେ ସତର୍କ ରହିବାକୁ ପଡ଼ିବ। ଏଇ ସବୁ ଜିନିଷ ଆମେ କଥା ହେବା ଭିଡ଼ିଓ ଏଣ୍ଡରେ। ଆଉ ତା ସହିତ ଆମେ କଥା ହେବା ଆପଣଙ୍କର ଲଭ୍ ଲାଇଫ୍ କେମିତି ଯିବାର ଅଛି, ଆପଣଙ୍କ ଏଜୁକେସନ୍ ଲାଇଫ୍, ଆପଣଙ୍କ କ୍ୟାରିୟର, ହାୟର ଏଜୁକେସନ୍, ଫାଇନାନ୍ସ ସବୁ କେମିତି ଯିବାର ଅଛି ମଧ୍ୟ ଏ ଭିଡ଼ିଓରେ ଡିସ୍କସ୍ କରିବା। କିନ୍ତୁ ତା ପୂର୍ବରୁ ଚାଲନ୍ତୁ କଥା ହେଇଯିବ ଯେ ତୁଳା ରାଶି ବାଲାଙ୍କର ନେଚର ଟେଣ୍ଡେନ୍ସି କେମିତି ରହିଛି। ପ୍ରଥମେ ମୁଁ ଆଷ୍ଟ୍ରୋଲଜର ଦେବଦତ୍ତ ତ୍ରିପାଠୀ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଆମ ଚ୍ୟାନେଲ ଆଷ୍ଟ୍ରୋ ଥଟ୍ ଓଡ଼ିଆରେ। ତେବେ ଚାଲନ୍ତୁ, ତୁଳା ରାଶି ସେଇ ବ୍ୟକ୍ତିତ୍ୱ ଯିଏକି ସଦାବେଳେ ବାଲାନ୍ସ କରିକି ଯିବା ତାଙ୍କୁ ବହୁତ ପସନ୍ଦ। ତାଙ୍କେ ଘରର ପ୍ରୋବ୍ଲେମ୍, ଫ୍ୟାମିଲି ସବୁ ଜିନିଷକୁ ବାଲାନ୍ସ କରିକି ସଦାବେଳେ ଚାଲନ୍ତି। ତେଣୁ ତୁଳା ରାଶି ବାଲାଙ୍କର ଗୋଟେ ବେଷ୍ଟ ନେଚର ହେଉଛି ସେମାନେ ଭଲ ସଜେସନ୍ ଦେଇପାରିବେ, ଭଲ ଭଲ ଆଡ଼ଭାଇସ୍ ଦେଇପାରିବେ, ବିକଜ ସେ ସବୁ ଜିନିଷକୁ ଆନାଲିସିସ୍ କରିକି ନିଜ ପଏଣ୍ଟଟାକୁ ସଦାବେଳେ ରଖନ୍ତି। ଆଉ ତା ସହିତ ତୁଳା ରାଶି ବାଲାଙ୍କର ସବୁଠୁ ବେଷ୍ଟ ଜିନିଷ ହେଲା ତାଙ୍କୁ ଲକ୍ଜରୀ ବହୁତ ପସନ୍ଦ, ତାଙ୍କୁ ବ୍ରାଣ୍ଡ କ୍ୱାଲିଟି ଜିନିଷ ତାଙ୍କୁ ବହୁତ ଭଲ ଲାଗେ, ବିକଜ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ସଦାବେଳେ ଆପଣଙ୍କ ସହିତ ନିହାତି ବନିକି ରହିଥାଏ। ଆଉ ତା ସହିତ ଯୁଆଡ଼େ ମଧ୍ୟ ଏମାନେ ଯାଆନ୍ତି ସମସ୍ତଙ୍କର ପ୍ରିୟ ପାତ୍ର ଅଟୋମେଟିକାଲି ଏମାନେ ହୋଇଯାଆନ୍ତି। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ଯେ 2026ରେ ତୁଳା ରାଶିଙ୍କ ପାଇଁ ତାଙ୍କର ଏଜୁକେସନ୍ ଲାଇଫ୍ କେମିତି ଯିବାର ଅଛି। ତ ଇନିସିଆଲ ଫେଜ୍ରେ ଆପଣଙ୍କ ଏଜୁକେସନ୍ ଟିକେ ଗୁରୁଙ୍କ ଟିଚରଙ୍କ ଗାଇଡାନ୍ସରେ ଆପଣଙ୍କର ଏଜୁକେସନ୍ ସମହାଉ ଟିକେ ବେଟର ଯିବାର ଅଛି, କିନ୍ତୁ ସେକେଣ୍ଡ ହାଫ୍ରେ ଟିକେ ଆପଣଙ୍କ ମାଇଣ୍ଡ ଡିଷ୍ଟ୍ରାକ୍ଟ ହେବାକୁ ଯାଉଛି। ତେବେ ସତର୍କତା ନିଶ୍ଚୟ ଅବଲମ୍ବନ କରନ୍ତୁ। ତେବେ ବର୍ତ୍ତମାନ ଆମେ ଦେଖିବା ଆପଣଙ୍କ ଲଭ୍ ଲାଇଫ୍ କେମିତି ଯିବାର ଅଛି। ତ ଯେଉଁମାନେ ଲଭ୍ ଲାଇଫ୍ ରିଲେସନସିପ୍ରେ ଅଛନ୍ତି ଟିକେ ସତର୍କ ହୋଇଯାଆନ୍ତୁ, କାହିଁକିନା ହେଇପାରେ ଆପଣଙ୍କ କୌଣସି ଲଭ୍ ରିଲେସନସିପ୍ରେ ଆପଣଙ୍କୁ ଧୋକା ମିଳିପାରେ ବା ଆପଣଙ୍କର ଇମୋସନ୍ ଲଭ୍ ଭଲ ପାଇବାକୁ ସାମ୍ନାବାଲା ସେତିକି ନ ବୁଝିପାରେ, ତ ଟିକେ ସତର୍କ ନିଶ୍ଚୟ ରଖନ୍ତୁ। ତେବେ ଚାଲନ୍ତୁ କଥା ହେବା ଆପଣଙ୍କର ହାୟର ଏଜୁକେସନରେ। ତ ହାୟର ଏଜୁକେସନରେ ଏମିତି ଏକ୍ସପେକ୍ଟ କରନ୍ତୁନି ଯେ ଆପଣଙ୍କୁ ବହୁତ ଅପରଚ୍ୟୁନିଟି ମିଳିଯିବ ବା ଆପଣଙ୍କୁ ବିନା ପରିଶ୍ରମ ସବୁ ଜିନିଷ ମିଳିଯିବ। ହଁ, ଯଦି ଆପଣ ଟିକେ ଭାଗ୍ୟର ସାଥ ମିଳିଗଲା ତାହେଲେ ଜିନିଷ ସ୍ମୁଥ ହେଇପାରେ, କିନ୍ତୁ ଏଇ ବର୍ଷ ହାୟର ଏଜୁକେସନ ନେଇକି ଟିକେ ଆପଣଙ୍କୁ ଅଧିକ ଏକ୍ସଟ୍ରା ଏଫର୍ଟ ଦେବାକୁ ପଡ଼ିବ, ଆପଣଙ୍କୁ ଟିକେ ଫାଇଟ୍ କରିବାକୁ ପଡ଼ିବ, ସୋ ଦ୍ୟାଟ୍ ଆପଣଙ୍କୁ ଜିନିଷ ହାସିଲ ହେଇପାରିବ। ତା ସହିତ ବର୍ତ୍ତମାନ ଆମେ କଥା ହେବା ଆପଣଙ୍କର କ୍ୟାରିୟରକୁ ନେଇକି, ଆପଣଙ୍କ କ୍ୟାରିୟର କେମିତି ଯିବାର ଅଛି। ତ କ୍ୟାରିୟରରେ ଆପଣଙ୍କ ଗ୍ରୋଥ ସକ୍ସେସ୍ ଆପଣଙ୍କୁ 2026 ସେକେଣ୍ଡ ହାଫ୍ରେ ଆପଣଙ୍କୁ ଦେଖିବାକୁ ମିଳିବ, କିନ୍ତୁ ଆପଣଙ୍କୁ ଗୋଟେ କନସିଷ୍ଟେଣ୍ଟ ୱେରେ କାମ କରିବାକୁ ପଡ଼ିବ। ଏମିତି ନାହିଁ ଯେ ଆପଣଙ୍କୁ ତୁରନ୍ତ ସବୁ ଜିନିଷ ମିଳିଯିବ, ସେମିତି ନାହିଁ। ଆପଣଙ୍କୁ କଣ୍ଟିନ୍ୟୁଟି ଏଫର୍ଟ ଦେଲେ ହିଁ ଆପଣଙ୍କୁ ଗ୍ରୋଥ ସକ୍ସେସ୍ ମିଳିବାକୁ ଯାଉଛି ପୁରା ବର୍ଷ। ତେବେ ଚାଲନ୍ତୁ କଥା ହେବା ଆପଣଙ୍କର ଯେଉଁମାନେ ମ୍ୟାରେଜ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ତାଙ୍କ ପାଇଁ ବର୍ଷ କେମିତି ଯିବାକୁ ଅଛି। ତ ଯେଉଁମାନେ ମ୍ୟାରେଜ୍ କରିବା ପାଇଁ ଚାହୁଁଛନ୍ତି, ଆପଣଙ୍କର ଏଜ୍ ହେଇଗଲାଣି, ଘରେ ପ୍ରସ୍ତାବ ମଧ୍ୟ ଦେଖାଯାଉଛନ୍ତି, ଆପଣ ଇଣ୍ଟରେଷ୍ଟେଡ୍ ଅଛନ୍ତି, ତାହେଲେ 2026 ଜୁନ୍ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ମ୍ୟାରେଜ୍ର ଭଲ ଅପରଚ୍ୟୁନିଟି ଅଛି। ଯଦି ଆପଣ ମ୍ୟାରେଜ୍ କରିବା ପାଇଁ ଚାହୁଁଛନ୍ତି ଆପଣ ମ୍ୟାରେଜ୍ ନିଶ୍ଚୟ କରିପାରିବେ, କିନ୍ତୁ 2026 ଜୁନ୍ ପରେ ଟିକେ ପ୍ରୋବ୍ଲେମେଟିକ୍ ଆସିବାର ଚାନ୍ସେସ୍ ଅଧିକ ଅଛି। ତେବେ ଚାଲନ୍ତୁ ଆପଣଙ୍କର କଥା ହେବା ଆପଣଙ୍କର ଫାଇନାନ୍ସିଆଲ କଣ୍ଡିସନ କେମିତି ଯିବାର ଅଛି। ତୁଳା ରାଶି ଯାହାଙ୍କୁ ମାଙ୍କ ଲକ୍ଷ୍ମୀଙ୍କ ଆଶୀର୍ବାଦ ସେମିତି ମଧ୍ୟ ମିଳିଯାଇଥାଏ, କିନ୍ତୁ ଏଇ ବର୍ଷ ଆପଣଙ୍କର ଏକ୍ସଟ୍ରା ଯେଉଁ ଡିଜାୟାର ଅଛି ତାକୁ ଫୁଲଫିଲ୍ କରିବା ପାଇଁ ଆପଣଙ୍କୁ ଟିକେ ଏକ୍ସଟ୍ରା ଏଫର୍ଟ ଦେବାକୁ ପଡ଼ିବ, ବା ଆପଣଙ୍କୁ ଜିନିଷ ଏତେ ଇଜିଲି ହାସଲ ହେବାକୁ ଯାଉନାହିଁ, ତ ଟିକେ ସତର୍କତା ନିଶ୍ଚୟ ଅବଲମ୍ବନ କରନ୍ତୁ। ତେବେ ଚାଲନ୍ତୁ ଆମେ କଥା ହେବା ସେଇ ଚାରୋଟି ଇମ୍ପୋର୍ଟାଣ୍ଟ ଜିନିଷ ଯେଉଁଟା ଆପଣଙ୍କୁ ଜାଣିବା ନିହାତି ଦରକାର। ତେବେ ଆପଣଙ୍କ ଏଇ ବର୍ଷ ଆପଣଙ୍କର ଫୋକସ୍ କେଉଁଠି ରହିବାକୁ ଯାଉଛି। ତ ଆପଣଙ୍କର ଫୋକସ୍ ରହିବାକୁ ଯାଉଛି ଆପଣଙ୍କ ଲଭ୍ ରିଲେସନସିପ୍କୁ ନେଇକି ଅଧିକ ଯିବାର ଅଛି, ବା ଆପଣଙ୍କର ଟ୍ରେଡିଂ, ଇନଭେଷ୍ଟମେଣ୍ଟ ଏଇ ଜିନିଷ ନେଇକି ଆପଣଙ୍କ ଫୋକସ୍ ଅଧିକ ରହିବା ଅଛି। ଯଦି ଆପଣ ପ୍ୟାରେଣ୍ଟସ୍ ଅଛନ୍ତି ତାହେଲେ ଆପଣ ଦେଖିବେ ଆପଣଙ୍କ ଛୁଆମାନଙ୍କ ପ୍ରତି ଆପଣଙ୍କ ଫୋକସ୍ ଅଧିକ ରହିବାକୁ ଯାଉଛି ପୁରା ବର୍ଷ। ଚାଲନ୍ତୁ ବର୍ତ୍ତମାନ କଥା ଆପଣଙ୍କୁ ସତର୍କତା କେଉଁଠି ଅବଲମ୍ବନ କରିବାକୁ ପଡ଼ିବ। ତେବେ ଆପଣଙ୍କୁ ସତର୍କ ହେଇଯାଆନ୍ତୁ ଆପଣଙ୍କର ଶତ୍ରୁତା ନେଇକି, କାହା ସହିତ ହେଲ୍ଥ ଡିଷ୍ଟର୍ବାନ୍ସକୁ ନେଇକି ହେଇଯାଉ, ଶତ୍ରୁତାକୁ ନେଇକି ହେଇଯାଉ, ଆପଣଙ୍କୁ ଟିକେ କେୟାରଫୁଲ୍ ହେବାକୁ ପଡ଼ିବ। ହେଇପାରେ କାହା ସହିତ କଳି ଝଗଡ଼ା ମଧ୍ୟ ହେଇପାରେ, ତ ଟିକେ ତା ପାଇଁ କେୟାରଫୁଲ୍ ନିଶ୍ଚୟ ହୁଅନ୍ତୁ।
तेज चलतु कथा आपंकर ग्रोथ कौटी लुचिक रही जदि आप निजर ग्रोथ देखिए ताले आप ट्राए करूँ गोटे कंसिस्टेंट वे आप ट्राए कर चलतु ताहले आपको जिनस मिल पार कहीं बहुत जल्दी आपको कौन जिन हासिल हवाक ना वर्ष तो क्यारियर जदि आप ग्रोथ देखा चाहते गोटे कंटिन्यूअस एफर्ट दरकार निश्चित बिकज आपणकर लक्र बहुत एत साथ न मिल पारे वर्ष तेणु एफर्ट ही आपण बेस्ट तेज चलतु कथा आपन को क्यों जिनस डिटाच होगा पड़ो जदि आप क्यारियर ग्रोथ सक्सेस देखा चाहूँगी ताले आप ट्राए करूँ आप जो एक्सट्रा डिजायर्स अच्छी कौन जिन पाइबार जो कामना आप भर लुचिकी रही बहुत अधिक ट्राए करूँ ताकू टिके कम करने जदि आप कौन सांग आपको डिस्गाइज कर माइंड डाइवर्ट कर ट्राए करूँ अवॉइड हाँपाई ताहले आपन देखिए वर्ष आपको ग्रोथ सक्सेस निश्चय मिलने जाऊँगी आप लग्जरी आपको पसंद आपको लग्जरी निहाती मिल जाए तेणु टिके एक्सट्रा एफर्ट देवाक दरकार सो दैट आपको सब जिन निश्चय हासिल हो पार तो आशा करीडियोटी बहुत भल लगी तो केमी लगे कमेंट करके निश्चय जनातु और आगामी वीडियो आम कथा बिछा राशि विषय तो जब वीडियोटी भल लगी तेज चैनल को लाइक शेयर कमेंट सब्सक्राइब करने जमार भी भूलु ना देखा आगामी एक वीडियो नमस्कार।